ଖାଦ୍ୟର ଶ୍ରେଣୀ ବିଭାଗର ଅଭ୍ୟାସ କାର୍ଯ୍ୟ। ଚାଲନ୍ତୁ ଏବେ ଆମେ ଅଭ୍ୟାସ କାର୍ଯ୍ୟଟି କିପରି କରିବା ତାର ସମ୍ପୂର୍ଣ୍ଣ ବିଷୟରେ ଜାଣିବା। ଦେଖ, ପ୍ରଥମ ପ୍ରଶ୍ନଟି ଦିଆଯାଇଛି, ଦିଆଯାଇଥିବା ଖାଦ୍ୟ ତାଲିକାରୁ କେଉଁ କେଉଁ ଶ୍ରେଣୀର ଖାଦ୍ୟ ଚିହ୍ନଟ କରି ସମ୍ପୃକ୍ତ କୋଠରୀରେ ଲେଖ ବୋଲି ପ୍ରଶ୍ନ ରହିଛି। ତେବେ ଏଠାରେ ଯେଉଁ କୋଠରୀଟି ଦେଇଛି ଏହି କୋଠରୀ ମଧ୍ୟରୁ ତୁମେମାନେ ବାଛି ଏହି କୋଠରୀ ଗୁଡ଼ିକରେ ପୂର୍ଣ୍ଣ କରିବ ଯେ ଶ୍ଵେତସାର ଖାଦ୍ୟ କେଉଁଗୁଡ଼ିକ। ଏହି କୋଠରୀରୁ ଆପଣମାନେ ବାଛି ଏହି ଘରେ ଲେଖିବ। ସେହିପରି ପୁଷ୍ଟିସାର ଖାଦ୍ୟ କିଏ ଏହି କୋଠରୀରୁ ତୁମେ ଚେକ୍ କରି ଏହି କୋଠରୀରେ ପୂରଣ କରିବ। ତେବେ ଚାଲନ୍ତୁ ଜାଣିବା କି ଶ୍ଵେତସାର ଖାଦ୍ୟ କେଉଁ ସବୁ। ଶ୍ଵେତସାର ଖାଦ୍ୟ ଗୁଡ଼ିକ ହେଲେ ମାଣ୍ଡିଆ, ମୁଢ଼ି, ଛତୁଆ ଏବଂ ଅଟା। এইଗୁଡ଼ିକ ହେଉଛନ୍ତି, ଏହି ଚାରିଟା ହେଉଛନ୍ତି ଶ୍ଵେତସାର ଜାତୀୟ ଖାଦ୍ୟ। ସେହିପରି ପରବର୍ତ୍ତୀ ବକ୍ସରେ ଲେଖା ଅଛି ପୁଷ୍ଟିସାର ଜାତୀୟ ଖାଦ୍ୟ କେଉଁ ସବୁ। ଏହି ବକ୍ସରେ ସବୁ ଲେଖ, ଏହି ବକ୍ସରୁ ବାଛି। ତେବେ ଦେଖନ୍ତୁ, ଏଠାରେ ଲେଖା ହେଇଛି ବଡ଼ ମାଛ। ଯେଉଁ ବଡ଼ ମାଛଟି ରହିଛି ଏହା ଏକ ପୁଷ୍ଟିସାର ଜାତୀୟ ଖାଦ୍ୟ ଏବଂ ମାଂସ ଗୋଟିଏ ପୁଷ୍ଟିସାର ଜାତୀୟ ଖାଦ୍ୟ। ଏହା ସହ ଛତୁ ମଧ୍ୟ ଗୋଟିଏ ପୁଷ୍ଟିସାର ଖାଦ୍ୟ। এই ତିନିଟି ହେଲେ ପୁଷ୍ଟିସାର ଜାତୀୟ ଖାଦ୍ୟ। ସରି ଶାଗ ନୁହେଁ, ବଡ଼ ମାଛ, ମାଂସ ଆଉ ଛତୁ, এই ତିନିଟା ହେଲେ ପୁଷ୍ଟିସାର ଜାତୀୟ ଖାଦ୍ୟ ହେଲା। ବଡ଼ ମାଛ, ମାଂସ ଏବଂ ଛତୁ। ଏହା ସହ ଏବେ ରହିଛି ସ୍ନେହସାର ଜାତୀୟ ଖାଦ୍ୟ। କେଉଁମାନେ ସବୁ ସ୍ନେହସାର ଜାତୀୟ ଖାଦ୍ୟ ସେସବୁ ଗୁଡ଼ିକୁ ତା ପରବର୍ତ୍ତୀ ବକ୍ସରେ ଲେଖିବ। ଦେଖ, ଏଠି ସ୍ନେହସାର ଜାତୀୟ ଖାଦ୍ୟ ଲେଖା ହେଇଛି। ସ୍ନେହସାର ଜାତୀୟ ଖାଦ୍ୟ ହେଉଛନ୍ତି କିଏ? ଘିଅ, ତା ସହ ରହିଛି ଅଣ୍ଡା ଏବଂ ଚିନାବାଦାମ। ଚିନାବାଦାମ ଗୋଟେ ସ୍ନେହସାର ଜାତୀୟ ଖାଦ୍ୟ। ତାପରେ ରହିଛି ନଡ଼ିଆ। ନଡ଼ିଆ ଏକ ସ୍ନେହସାର ଜାତୀୟ ଖାଦ୍ୟ। ଚାରିଟା ହେଉଛନ୍ତି ସ୍ନେହସାର ଜାତୀୟ ଖାଦ୍ୟ। ମନେ ରହିଲା, ଏହି ବକ୍ସରେ ତୁମେମାନେ ପୂରଣ କରିବ। ଏହି ଚାରିଟା ହେଉଛନ୍ତି ସ୍ନେହସାର ଜାତୀୟ ଖାଦ୍ୟ। ତାପରେ ରହିଛି ଭିଟାମିନ୍। ଭିଟାମିନ୍ ଯୁକ୍ତ ଖାଦ୍ୟ କିଏ ସେସବୁ ଏହି ବକ୍ସରେ ଲେଖିବ। ଭିଟାମିନ୍ ଯୁକ୍ତ ଖାଦ୍ୟ କିଏ କିଏ ଏସବୁ ରହିଛି। ପ୍ରଥମେ ରହିଛି ବରକୋଲି। ବରକୋଲି ଗୋଟେ ଭିଟାମିନ୍ ଯୁକ୍ତ ଖାଦ୍ୟ, ଏଠି ଲେଖିବ ବରକୋଲି। ତାପରେ ରହିଛି ଅଁଳା। ଅଁଳା ଗୋଟେ ଭିଟାମିନ୍ ଯୁକ୍ତ ଖାଦ୍ୟ। ତାର ଉପରେ ରହିଛି କାଙ୍କଡ଼। କାଙ୍କଡ଼ ଗୋଟେ ଭିଟାମିନ୍ ଯୁକ୍ତ ଖାଦ୍ୟ। ତା ସହ ରହିଛି ଗୋଟେ ଭିଟାମିନ୍ ଯୁକ୍ତ ଖାଦ୍ୟ। ତାପରେ ରହିଛି କମଳା। କମଳା ଏକ ଭିଟାମିନ୍ ଯୁକ୍ତ ଖାଦ୍ୟ ଏବଂ ଏହା ସହ ରହିଛି ପାଚିଲା ଆମ୍ବ। ପାଚିଲା ଆମ୍ବ ଏକ ଭିଟାମିନ୍ ଯୁକ୍ତ ଖାଦ୍ୟ। ଭିଟାମିନ୍ ଯୁକ୍ତ ଖାଦ୍ୟ ଏହି ବକ୍ସରେ ପୂରଣ କରିବ। ତାପରେ ପରବର୍ତ୍ତୀ ରହିଛି ଖଣିଜ ଲବଣ। ଖଣିଜ ଯୁକ୍ତରେ ରହିବ, ପ୍ରଥମରେ ଗାଜର ରହିବ। ଗାଜର ରହୁଛି ଏକ ଖଣିଜ ଲବଣ। ତାପରେ ରହିବ ଏଠି ମୂଲା। ମୂଲା ଗୋଟେ ଖଣିଜ ଲବଣ। এই দুইটা এই বক্সରେ ପୂରଣ କରିବ। କିଏ କିଏ? ଗାଜର ଆଉ କିଏ? ମୂଳା। ମୂଳା এই ବକ୍ସରେ ଲେଖିବ। ଏହା ଥିଲା ପ୍ରଥମ କ୍ୱେଶ୍ଚନ। ଏହା ସହ ଦ୍ୱିତୀୟ କ୍ୱେଶ୍ଚନଟି କ'ଣ ରହିଛି ଚାଲନ୍ତୁ ଦେଖିବା। ଗୁଡ଼ିକ ଠିକ୍ ରାଇଟ୍ ଚିହ୍ନ ଦେଇ ଦର୍ଶାଅ। এই କ ଖ ଗ ଘ ରୁ ନେଇକି ଜ ପର୍ଯ୍ୟନ୍ତ ଦେଇଛି ପ୍ରଶ୍ନ। ଯେଉଁ ପ୍ରଶ୍ନ ଗୁଡ଼ିକ ଠିକ୍ ଥାଏ ତା ସାଇଡ଼ରେ ତୁମେମାନେ ରାଇଟ୍ ଚିହ୍ନ ଦେବ। ଦେଖ, ପ୍ରଥମରେ ରହିଛି କ'ଣ? 2 ନମ୍ବରର କରେ ରହିଛି ସୂର୍ଯ୍ୟ କିରଣରେ ଭିଟାମିନ୍ ଡି ଥାଏ। ଏହା ଠିକ୍ ନା ଭୁଲ? ଯଦି ଠିକ୍ ଥାଏ ତାହେଲେ ଠିକ୍ ଦେବ, ଯଦି ଭୁଲ ଥାଏ ଭୁଲ ଦେବ। ପ୍ରଶ୍ନ କହିଛି ସୂର୍ଯ୍ୟ କିରଣରେ ଭିଟାମିନ୍ ଡି ଥାଏ। ଥାଏ ନା ନାହିଁ? ଥାଏ। ଭିଟାମିନ୍ ଡି ଯଦି ଥାଏ ତାହେଲେ ଏଠି ରାଇଟ୍ ଦେବ। ତା ପରବର୍ତ୍ତୀ ପ୍ରଶ୍ନ ରହିଛି ଅଁଳାରେ ଭିଟାମିନ୍ ସି ଥାଏ। ଅଁଳାରେ ଭିଟାମିନ୍ ସି ଥାଏ ନା ନାହିଁ? ଯଦି ଥାଏ ଏଠି ରାଇଟ୍ ଦେବ, ନଥିଲେ ଭୁଲ ଦେବ। ଅଁଳାରେ ଭିଟାମିନ୍ ସି ଥାଏ, ତେଣୁ ଆମେ ଏଠି ରାଇଟ୍ ଦେବା। ତା ପରବର୍ତ୍ତୀ ପ୍ରଶ୍ନ ରହିଛି ଶୁଖୁଆରେ ଅଧିକ ସ୍ନେହସାର ରହିଛି। ଏହା ଠିକ୍ ନା ଭୁଲ? ଏହା ଭୁଲ। ଶୁଖୁଆରେ ଅଧିକ ସ୍ନେହସାର ନାହିଁ। ପରବର୍ତ୍ତୀ ପ୍ରଶ୍ନ ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ପୂରଣ କରେ। ଏହା ଠିକ୍ ନା ନାହିଁ? ଯଦି ଠିକ୍ ତାହେଲେ ଠିକ୍ ଚିହ୍ନ ଦେବ। ଏହା ପ୍ରଶ୍ନଟି ସମ୍ପୂର୍ଣ୍ଣ ଭାବରେ ଠିକ୍ ଅଛି, ସେଥିପାଇଁ ଆମେ ଠିକ୍ ଚିହ୍ନ ଦେଲେ। ତା ପରବର୍ତ୍ତୀ ପ୍ରଶ୍ନ ରହିଛି ରକ୍ତହୀନତା ହୋଇଥିଲେ ସମୁଦ୍ର ମାଛ ଖାଇବା ଉଚିତ। ଏହା ଠିକ୍ ନା ଭୁଲ? ଏହା ହେଉଛି ସମ୍ପୂର୍ଣ୍ଣ ଠିକ୍। ରକ୍ତହୀନତା ଥିଲେ ସମୁଦ୍ର ମାଛ ଖାଇବା। ପରବର୍ତ୍ତୀ ପ୍ରଶ୍ନ ରହିଛି ଭିଟାମିନ୍ କେ ସଜନା ଛୁଇଁରେ ମିଳେ ନାହିଁ। ଭିଟାମିନ୍ କେ ସଜନା ଛୁଇଁରେ ମିଳେ ନାହିଁ। ଏହା ସମ୍ପୂର୍ଣ୍ଣ ଭାବରେ ଠିକ୍। ଏହା ଭିଟାମିନ୍ କେ ସଜନା ଛୁଇଁରେ ମିଳେ ନାହିଁ। ତା ପରବର୍ତ୍ତୀ ପ୍ରଶ୍ନ ରହିଛି ଅନ୍ଧାରକଣା ଭୋଗୁଥିବା ବ୍ୟକ୍ତି ଗାଜର ଖାଇବା ଅନୁଚିତ। ଗାଜର ଖାଇବା ଅନୁଚିତ କି? ବ୍ୟକ୍ତି ଗାଜର ଖାଇବା ଉଚିତ। ସେଥିପାଇଁ ଏଠି ପ୍ରଶ୍ନଟି ଭୁଲ ଦେଇଛି, ଆମେ ଏଠାରେ ଭୁଲ ଲେଖିବା। ପରବର୍ତ୍ତୀ ପ୍ରଶ୍ନ ଜରେ ରହିଛି କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ। ପ୍ରଶ୍ନଟି ଠିକ୍ ଅଛି, ସେଥିପାଇଁ ଆମେ ଏଠାରେ ଠିକ୍ ଦେବା। କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ। ଦେଖ, ଏବେ ପ୍ରଶ୍ନ 3ରେ ରହିଛି 2ଟି ବା 3ଟି ବାକ୍ୟରେ କାରଣ ଲେଖ ବୋଲି କହିଛି। ଆମେ এই ଯେଉଁ ପ୍ରଶ୍ନ ଗୁଡ଼ାକ ଦେଇଛି ଏହି ପ୍ରଶ୍ନର ଆମେ ସମସ୍ତ ଉତ୍ତର 2 ବା 3ଟି
ବାକ୍ୟରେ ଉତ୍ତର ଲେଖିବା। ତେବେ ଚାଲନ୍ତୁ ଆମେ ଲେଖିବା ଏଠି ବା ମୁଁ ଆପଣମାନଙ୍କୁ କହିଦେଉଛି, ତୁମେମାନେ ଶୁଣି ନିଜ ଖାତାରେ ଟିପି ଲେଖ, ନଚେତ୍ ମୁଁ ଏ ଭିଡ଼ିଓର ଡେସ୍କ୍ରିପସନରେ ନମ୍ବର ଦେଇଛି, ନମ୍ବରରେ ମୋତେ ମେସେଜ୍ କଲେ ମଧ୍ୟ ମୁଁ ତୁମମାନଙ୍କୁ ଏହାର PDF ଏହାର ଏହି ସମ୍ପୂର୍ଣ୍ଣ ଅଭ୍ୟାସ କାର୍ଯ୍ୟର ମୁଁ ତୁମମାନଙ୍କୁ ପ୍ରଶ୍ନ ଉତ୍ତର PDF ମାଧ୍ୟମରେ ପଠାଇଦେବି। ତଳେ ମୋର ନମ୍ବରଟି ଅଛି, ତୁମେମାନେ ମୋତେ ମେସେଜ୍ କରିପାରିବ। ଦେଖ ଏଠି ଲେଖାଯାଇଛି ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ। ଏହାର 2 ବା 3ଟି ବାକ୍ୟରେ କାରଣ ଲେଖିବା। ଦେଖ ଆମେ ପ୍ରଥମ ବାକ୍ୟରେ କ'ଣ ଲେଖିବା? ଦେଖ ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ନ ରହିଲେ ଝାଡ଼ା ପରିଷ୍କାର ହୁଏ ନାହିଁ। ଖାଦ୍ୟ ନଳୀରୁ ମଳ ବାହାର କରିବାରେ ଏହା ସାହାଯ୍ୟ କରିଥାଏ। ଏହା ହେଉଛି ଆମର ପ୍ରଥମ ବାକ୍ୟ। ଏବଂ ଦ୍ୱିତୀୟ ବାକ୍ୟରେ ଆମେ କ'ଣ ଲେଖିବା? ପେଟରୁ ମଳ ଭଲ ଭାବରେ ବାହାର ନ ଗଲେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ। ତେଣୁ ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ। ଏହା ହେଉଛି ଆମର ଦ୍ୱିତୀୟ ପଏଣ୍ଟ। ଏହାପରେ ଦେଖ ଆମର ଖରେ ପ୍ରଶ୍ନ କ'ଣ ରହିଛି? ଆମିଷ ଖାଉନଥିବା ପିଲା ଅଧିକ ପରିମାଣରେ କ୍ଷୀର, ଡାଲି, ବାଦାମ ଖାଇବା ଆବଶ୍ୟକ। ଏହାର 2ଟି ବା 3ଟି ବାକ୍ୟରେ ଆମେ କ'ଣ ଲେଖିପାରିବା? ନା ପ୍ରଥମ ବାକ୍ୟରେ ଆମେ ଲେଖିବା ମାଛ, ମାଂସ ଓ ଅଣ୍ଡାରେ ପୁଷ୍ଟିସାର ଅଧିକ ପରିମାଣରେ ଥାଏ। ଏହା ହେଉଛି ପ୍ରଥମ ବାକ୍ୟ ରହିବ। ତାପରେ ଦ୍ୱିତୀୟ ବାକ୍ୟରେ କ'ଣ ଲେଖିବା? ଆମିଷ ଖାଉନଥିବା ପିଲା ମାଛ, ମାଂସ ଓ ଅଣ୍ଡାରେ ଥିବା ପୁଷ୍ଟିସାର କ୍ଷୀର, ଡାଲି, ବାଦାମରୁ ପାଇଥାଏ। ଏ ପିଲାମାନଙ୍କର ଶରୀର ବୃଦ୍ଧି ନିମନ୍ତେ ଆମିଷ ଖାଉନଥିବା ପିଲା ଅଧିକ ପରିମାଣରେ କ୍ଷୀର, ଡାଲି, ବାଦାମ ଖାଇବା ଆବଶ୍ୟକ। ଏହା ଆମେ ଦ୍ୱିତୀୟ ପଏଣ୍ଟରେ ଲେଖିବା। ତେବେ ଦେଖ ପ୍ରଶ୍ନ ନମ୍ବର ଗରେ କ'ଣ ଲେଖାଯାଇଛି? ଚକ୍ରଧରକୁ ଅନ୍ଧାରରେ ଦେଖାଯାଉ ନାହିଁ। ଏହାର କାରଣ କ'ଣ? ଏହା 2 ବା 3ଟି ବାକ୍ୟରେ ଲେଖ ବୋଲି କହିଛି। ଦେଖ ପ୍ରଥମ ବାକ୍ୟରେ ଆମେ କ'ଣ ଲେଖିପାରିବା? ନା ଚକ୍ରଧରକୁ ଭିଟାମିନ୍ A ଅଭାବରୁ ଅନ୍ଧାରକଣା ରୋଗ ହୋଇଛି ଏବଂ ଏହା ତେଣୁ ଚକ୍ରଧରକୁ ଅନ୍ଧାରରେ ଦେଖାଯାଉ ନାହିଁ। ବାସ୍ ଏତିକି ହିଁ ଲେଖିବା। ଯଦି ଏହାକୁ ଗାଜର ବା ଯଦି ଆମେ ଦ୍ୱିତୀୟ ବାକ୍ୟରେ କ'ଣ ଲେଖିବା? ଯଦି ଚକ୍ରଧର ଗାଜର ଖାଇବ ତାହେଲେ ଅନ୍ଧାରକଣା ରୋଗରୁ ମୁକ୍ତି ପାଇପାରିବ। ଏହା ଆମେ ଦ୍ୱିତୀୟ ବାକ୍ୟରେ ଲେଖିବା। ତାପରେ ପ୍ରଶ୍ନ ନମ୍ବର ଘରେ କ'ଣ ଲେଖାଯାଇଛି? ନା ପିଲାମାନଙ୍କର ପୁଷ୍ଟିସାର ଜାତୀୟ ଖାଦ୍ୟର ଆବଶ୍ୟକତା ବେଶୀ ବୋଲି ଲେଖାଯାଇଛି। ମାନେ ଏହାର କାରଣ କ'ଣ? ଆମେ 1 ବା 2ଟି ବାକ୍ୟରେ ଲେଖିବା। ପ୍ରଥମ ବାକ୍ୟରେ କ'ଣ ଲେଖିବା? ନା ପୁଷ୍ଟିସାର ଜାତୀୟ ଖାଦ୍ୟ ପିଲାମାନଙ୍କର ଶରୀର ବୃଦ୍ଧିରେ ସାହାଯ୍ୟ କରେ। ପିଲାମାନଙ୍କର ଶରୀର ବୃଦ୍ଧି ହେବ। ଏହା ଆମେ ପ୍ରଥମ ବାକ୍ୟରେ ଲେଖିବା। ଦ୍ୱିତୀୟ ବାକ୍ୟରେ କ'ଣ ଲେଖିବା? ନା ପୁଷ୍ଟିସାର ଜାତୀୟ ଖାଦ୍ୟ ଗୁଡ଼ିକ ହେଉଛି ମାଛ, ମାଂସ ଆଉ କ'ଣ? ମାଛ, ମାଂସ, ଅଣ୍ଡା, ଡାଲି, ଛତୁ ଏଇସବୁ ଇତ୍ୟାଦି ବା ଇତ୍ୟାଦି ଲେଖିଦେବା। ଏଗୁଡ଼ିକ ହେଉଛି କ'ଣ? ପୁଷ୍ଟିସାର ଜାତୀୟ ଖାଦ୍ୟ ବୋଲି ଆମେ ଲେଖିବା। ଦେଖ 9 ନମ୍ବର ପ୍ରଶ୍ନରେ କ'ଣ ଦେଇଛି? ପାହାଡ଼ିଆ ଅଞ୍ଚଳର ଲୋକମାନେ ଗଳକଣ୍ଡ ରୋଗର ହେବାର ସମ୍ଭାବନା ଅଧିକ ରହିଛି ବୋଲି ପ୍ରଶ୍ନ ରହିଛି। ଏହାର କାରଣ ଆମେ 1 ବା 2ଟି ବାକ୍ୟରେ ଲେଖିବା। ଆମେ ପ୍ରଥମ ବାକ୍ୟରେ କ'ଣ ଲେଖିବା? ନା ପାହାଡ଼ିଆ ଅଞ୍ଚଳରେ ହେଉଥିବା ଖାଦ୍ୟ ପଦାର୍ଥ ଆୟୋଡିନ୍ କ'ଣ? ଆୟୋଡିନ୍ ଅଭାବ ଥାଏ। ଆୟୋଡିନ୍ ଅଭାବ ଥାଏ। ଦ୍ୱିତୀୟ ବାକ୍ୟରେ ଆମେ କ'ଣ ଲେଖିବା? ରକ୍ତରେ ଆୟୋଡିନ୍ ଅଭାବ ଯୋଗୁଁ ଗଳଗଣ୍ଡ ରୋଗ ହୁଏ। ତେଣୁ ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଥାଏ ବୋଲି ଆମେ ଦ୍ୱିତୀୟ ବାକ୍ୟରେ ଲେଖିବା। ଏହିସବୁ ଆମେ 2ଟି ବା 3ଟି ବାକ୍ୟରେ ଲେଖିବା। ଦେଖ ମୁଁ ଏଠି କହିଲି ଯାହା ତୁମେମାନେ ଖାତାରେ ଲେଖିପାରିବ। ନଚେତ୍ ଯଦି ଶୁଣିକି ଲେଖିପାରୁନାହଁ ତାହେଲେ ମୋତେ ଏଇ ଡେସ୍କ୍ରିପସନରେ ଥିବା ନମ୍ବରରେ ମୋତେ ମେସେଜ୍ କଲେ ମୁଁ ତୁମମାନଙ୍କୁ ଏହି ଅଭ୍ୟାସ କାର୍ଯ୍ୟର ସମ୍ପୂର୍ଣ୍ଣ ପ୍ରଥମରୁ ଆରମ୍ଭ କରିକି ଶେଷ ନମ୍ବର ଯାଏଁ ଯାହା ଯେତିକି ସବୁ ପ୍ରଶ୍ନ ରହିଛି ସେସବୁର ଉତ୍ତର ମୁଁ ତୁମମାନଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇଦେବି। ହେଲା, ଠିକ୍ ଅଛି। ତାପରେ ଦେଖ ଚତୁର୍ଥ ପ୍ରଶ୍ନଟି କ'ଣ ରହିଛି? ତଳେ ଦିଆଯାଇଥିବା ପ୍ରତ୍ୟେକ ପୋଷକ ପାଇଁ 2ଟି ଖାଦ୍ୟ ପଦାର୍ଥର ନାମ ଲେଖ ବୋଲି ପ୍ରଶ୍ନ ରହିଛି। ଦେଖ କ'ଣ? କରେ ରହିଛି ପୁଷ୍ଟିସାର। ପୁଷ୍ଟିସାର କେଉଁଥିରୁ ମିଳେ? ତାର 2ଟି ଆମେ ଲେଖିବା ନା ତାର 2ଟି ପଦାର୍ଥ ଖାଦ୍ୟ ପଦାର୍ଥର ନାଁ ଲେଖିବା। ନା ପୁଷ୍ଟିସାର ପ୍ରଥମ ମିଳେ କେଉଁଥିରୁ? ଗୋଟେ ହେଉଛି ଡାଳିରୁ ମିଳେ, ଆଉ ଗୋଟେ କେଉଁଥିରୁ ମିଳେ? ନାଇଁ ମାଛରୁ ମିଳେ। ହେଲା, ତାପରେ ଖରେ କ'ଣ ରହିଛି? ଭିଟାମିନ୍ C କେଉଁଥିରୁ ମିଳେ? କେଉଁ ଖାଦ୍ୟ ପଦାର୍ଥରୁ ମିଳେ? ଆମେ 2ଟା ନାଁ ଲେଖିବା। ପ୍ରଥମରେ ଲେଖିବା କ'ଣ? କମଳା ଗୋଟେ ଲେଖିପାରିବା, ଆଉ ଗୋଟେ କ'ଣ ଲେଖିପାରିବା? ପିଜୁଳି ଗୋଟେ ଲେଖିପାରିବା। ପିଜୁଳି ଗୋଟେ ଲେଖିପାରିବା। ହେଲା, ତାପରେ ଅଛି କ'ଣ? ଗ ନମ୍ବରରେ ଖଣିଜ ଲବଣ କେଉଁ ଖାଦ୍ୟ ପଦାର୍ଥରୁ ମିଳିଥାଏ? ନା ସେଟା ଆମେ 2ଟା ଏଠି ଖାଦ୍ୟ ପଦାର୍ଥର ନାଁ ଲେଖିବା। କେଉଁଥିରୁ ମିଳିଥାଏ? ଚୁନା ମାଛ ଗୋଟେ ମିଳିଥାଏ। ଚୁନା ମାଛ। ଆଉ ଗୋଟେ କେଉଁଥିରୁ ମିଳିଥାଏ? ସଜନା ଶାଗ ବା ସଜନା ଛୁଇଁ।
सजना चुईरू मिलता है। ଏହା ଥିଲା 4 ନମ୍ବର ପ୍ରଶ୍ନ। ତାପରେ ଆସିଲା 5 ନମ୍ବର ପ୍ରଶ୍ନ। 5 ନମ୍ବର ପ୍ରଶ୍ନ କ'ଣ କହିଛି? ଶାଗରେ କେଉଁଟି ନଥାଏ? ମାନେ ଗୋଟେ ଏଇଟା ହେଉଛି 1 ନମ୍ବର କ୍ୱେଶ୍ଚନ୍। ଶାଗରେ କେଉଁଟି ନଥାଏ ମାନେ ଅଛି କରେ ଖଣିଜ ଲବଣ ନଥାଏ, ନା ତନ୍ତୁ ନଥାଏ, ନା ଭିଟାମିନ୍ ନଥାଏ, ନା ସ୍ନେହସାର ନଥାଏ। ଏହା ମଧ୍ୟରୁ କେଉଁଟି ନଥାଏ? ଶାଗରେ ସ୍ନେହସାର ନଥାଏ। ଆଉ ବାକି ସବୁ ଖଣିଜ ଲବଣ, ତନ୍ତୁ, ଭିଟାମିନ୍ ଏଇ ତିନିଟା ଶାଗରେ ଥାଏ, କେବଳ ସ୍ନେହସାର ଶାଗରେ ନଥାଏ। ଏବେ 6 ନମ୍ବର ପ୍ରଶ୍ନ କ'ଣ ରହିଛି? ଯଦି ସବୁ ଗାଈ ମଇଁଷି ଲୋପ ପାଇଯାଆନ୍ତି ତାହେଲେ କ୍ଷୀର, ଦହି, ଘିଅ, ଛେନା ବ୍ୟତୀତ ଆଉ ଯେଉଁ ସବୁ ଖାଦ୍ୟ ପଦାର୍ଥ ମିଳିବ ନାହିଁ ସେହି ମଧ୍ୟରୁ ଦୁଇଟିର ନାମ ଲେଖ ବୋଲି କହିଲା। ଯଦି ସବୁ ଗାଈ ମଇଁଷି ଯଦି ଲୋପ ପାଇଯିବେ ତାହେଲେ କ୍ଷୀର ତ ମିଳିବ ନାହିଁ, ଦହି ବି ମିଳିବ ନାହିଁ, ଘିଅ ମିଳିବ ନାହିଁ, ଛେନା ମିଳିବ ନାହିଁ। ଏହା ବ୍ୟତୀତ ଆଉ କେଉଁ ସବୁ ଖାଦ୍ୟ ପଦାର୍ଥ ମିଳିବ ନାହିଁ ସେହି ମଧ୍ୟରୁ ଆଉ ଦୁଇଟି ନାମ ଲେଖ କହିଲା। ଆଉ କ'ଣ ମିଳିବ ନାହିଁ? ଗୋଟେ ଲହୁଣୀ ମିଳିବ ନାହିଁ, ଲହୁଣୀ। ଆଉ ଗୋଟେ କ'ଣ ମିଳିବ ନାହିଁ? ରାବିଡ଼ି, ରାବିଡ଼ି ଗୋଟେ ମିଳିବ ନାହିଁ। ତାପରେ 7 ନମ୍ବର ପ୍ରଶ୍ନ ଆସିଛି, ଗୋଟିଏ ବର୍ଦ୍ଧିତ ଶିଶୁର ଓ ଜଣେ ବୃଦ୍ଧ ଖାଦ୍ୟର ଆବଶ୍ୟକତା ମଧ୍ୟରେ ଥିବା ପାର୍ଥକ୍ୟ ଯୁକ୍ତି ସହ ସଂକ୍ଷେପରେ ଲେଖ ବୋଲି ପ୍ରଶ୍ନ କହିଲା। ଏଇଟା ଗୋଟେ ପାର୍ଥକ୍ୟ ଦର୍ଶାବ। ଯେମିତି ଗୋଟେ ଏମିତି ଦୁଇଟି ଘର କରିଦେବ, ଗୋଟେ ଘର ନେଇକି ତାକୁ ଦୁଇ ଭାଗ କରିଦେବ। ଏପଟେ ତୁମେ ଲେଖିବ କ'ଣ? ବର୍ଦ୍ଧିତ ଶିଶୁ, ବର୍ଦ୍ଧିତ ଶିଶୁ ଗୋଟେ ଲେଖିବ। ଆଉ ଗୋଟେ କ'ଣ ଲେଖିବ? ବୃଦ୍ଧ, ବୃଦ୍ଧର ଖାଦ୍ୟର ଆବଶ୍ୟକତା ମଧ୍ୟରେ ପାର୍ଥକ୍ୟ ଲେଖିବ। ଏଠି ଶିଶୁର ଲେଖିବ, ପ୍ରଥମ ପଏଣ୍ଟ ଦେଇକି ଲେଖିବ ତମେ। ମୁଁ ଡାକି ଦେଉଛି, ତୁମେ ଲେଖ ଖାତାରେ, ନଚେତ୍ ମୋତେ ମେସେଜ କରିବ। ଡେସ୍କ୍ରିପସନରେ ନମ୍ବର ଅଛି, ସେ ନମ୍ବରରେ ମେସେଜ କଲେ ମୁଁ ତୁମକୁ ଏହି ଅଭ୍ୟାସ କାର୍ଯ୍ୟର ସମ୍ପୂର୍ଣ୍ଣ PDF ମୁଁ ତୁମମାନଙ୍କୁ ପଠାଇଦେବି। ଦେଖ ଶିଶୁ ପଟରେ କ'ଣ ଲେଖିବ? ପ୍ରଥମ ପଏଣ୍ଟରେ ଲେଖିବ ଖାଦ୍ୟ ଶରୀରର ବୃଦ୍ଧିରେ ସାହାଯ୍ୟ କରେ ଲେଖିବ। ତାପରେ ଦ୍ୱିତୀୟ ପଏଣ୍ଟ ଲେଖିବ କାମ କରିବା ପାଇଁ ଶକ୍ତି ଯୋଗାଏ ଲେଖିବ। ତୃତୀୟ ପଏଣ୍ଟ ଲେଖିବ ଶରୀରର ରୋଗ ପାଇଁ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ ବୋଲି ତୁମେ 3 ନମ୍ବର ପଏଣ୍ଟ ଲେଖିପାରିବ। ସେହିଭଳି ଏପଟେ ବୃଦ୍ଧର ଖାଦ୍ୟ ପଦାର୍ଥ ବିଷୟରେ ଲେଖିବାକୁ ଗଲେ ପ୍ରଥମ ପଏଣ୍ଟରେ ଲେଖିବ କାମ କରିବା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି, ଯାହାଫଳରେ ଶକ୍ତି ଏଠୁ ଆମେ ଖାଦ୍ୟରୁ ପାଇଥାଉ। ତା ସହ ଦ୍ୱିତୀୟ ପଏଣ୍ଟରେ ଲେଖିବା ଶରୀରର ରୋଗ ପାଇଁ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ। ଏବଂ ତୃତୀୟ ପଏଣ୍ଟରେ ଲେଖିବା ଶରୀରର ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଖାଦ୍ୟ ଆବଶ୍ୟକ ବୋଲି ଆମେ ତୃତୀୟ ପଏଣ୍ଟରେ ଲେଖିପାରିବା। ତେବେ ଏତିକି ଥିଲା ଅଭ୍ୟାସ କାର୍ଯ୍ୟ ଖାଦ୍ୟର ଶ୍ରେଣୀ ବିଭାଗର। ଯଦି ତୁମେମାନେ ଏହାର ସମ୍ପୂର୍ଣ୍ଣ PDF ବା ସମ୍ପୂର୍ଣ୍ଣ ପ୍ରଶ୍ନ ଉତ୍ତର ଲିଖିତ ଆକାରରେ ପାଇବା ପାଇଁ ଚାହୁଁଛ ତାହେଲେ ତଳେ ଥିବା ନମ୍ବର ବା ମୁଁ ଏଠାରେ ଲେଖିଦେଉଛି ନମ୍ବରଟି 9827945342 ଏହି ନମ୍ବରରେ ମୋତେ ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କଲେ ମୁଁ ତୁମମାନଙ୍କୁ ଏହାର ସମ୍ପୂର୍ଣ୍ଣ PDF ଯାହାକି ସମସ୍ତ ପ୍ରଶ୍ନର ଉତ୍ତର ଗୋଟି ଗୋଟି ଭାବରେ ଲେଖା ହେଇଛି ସେହି PDFଟି ମୁଁ ତୁମମାନଙ୍କୁ ପଠାଇଦେବି ହ୍ୱାଟ୍ସଆପ୍ରେ।